ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଇସ୍ରାଏଲ ଜଳୁଛି। ବର୍ତ୍ତମାନ ଇସ୍ରାଏଲ ଦେଶରେ ନିଆଁ ଲାଗିଛି, ଇସ୍ରାଏଲ ଜଳୁଛି। ତେବେ ଅନେକ ହୁଏତ କହିପାରନ୍ତି, ଯଦି ଇସ୍ରାଏଲ ଏକ ଖ୍ରୀଷ୍ଟିଆନ ଦେଶ, ଯଦି ପ୍ରଭୁଙ୍କର ମନୋନୀତ ଦେଶ, ତେବେ ସେଠାରେ ଏତେ ବଡ଼ ନିଆଁ ଲାଗିଲା କାହିଁକି? କେମିତି ଲାଗିଲା? ତେବେ ପ୍ରିୟ ବନ୍ଧୁଗଣ, ମୁଁ ଆପଣମାନଙ୍କୁ କହିଦେଉଅଛି, ଯେକୌଣସି ଘଟଣା ଘଟୁଅଛି, ପ୍ରତ୍ୟେକ ଘଟଣା ପଛରେ କିଛି ନା କିଛି ପରମେଶ୍ୱରଙ୍କର ଯୋଜନା ରହିଅଛି। ଇସ୍ରାଏଲ ଦେଶରେ ଯେଉଁ ନିଆଁ ଲାଗିଛି, ଇସ୍ରାଏଲ ଦେଶରେ ଯେଉଁ ନିଆଁ ଲାଗିଛି, ସେଇ କେଉଁ ଜାଗାରେ ନିଆଁ ଲାଗିଛି ତାର ସମ୍ପୂର୍ଣ୍ଣ ଭିଡ଼ିଓକୁ ମୁଁ ଆପଣଙ୍କୁ ଦେଖାଇବି। ଆପଣ ଦେଖୁଥାନ୍ତୁ ଏହି ଭିଡ଼ିଓକୁ। ଇସ୍ରାଏଲ ଦେଶରେ ବର୍ତ୍ତମାନ ନିଆଁ ଲାଗିଛି। ଯେମିତି ମୁଁ ଆପଣଙ୍କୁ କହିଲି ଯେ ପ୍ରତ୍ୟେକ ଘଟଣା ପଛରେ କିଛି ନା କିଛି ପରମେଶ୍ୱରଙ୍କର ଯୋଜନା ଅଛି। ତେବେ ପ୍ରିୟ ବନ୍ଧୁଗଣ, ଆପଣ କେବେ ଶୁଣିଛନ୍ତି ଜେରୁସାଲେମର ତୃତୀୟ ମନ୍ଦିର କଥା କେବେ ଶୁଣିଛନ୍ତି? ଆଉ ଯେଉଁଟାକି ଏ ପର୍ଯ୍ୟନ୍ତ ହେଇନାହିଁ। ବର୍ତ୍ତମାନ ଯେଉଁଭଳି ଭାବରେ ନିଆଁ ମାଡ଼ି ମାଡ଼ି ଚାଲୁଛି, ଏମିତି ଜଣାଯାଉଛି ଯେପରି ସମ୍ପୂର୍ଣ୍ଣ ଇସ୍ରାଏଲ ଯେପରି ପ୍ରାୟ ଜଳି ପୋଡ଼ି ପାଉଁଶ ହୋଇଯିବ, ସେମିତି ଲାଗୁଛି ବର୍ତ୍ତମାନ ସୁଦ୍ଧା। ତେବେ ପ୍ରିୟ ବନ୍ଧୁଗଣ, ଏଠାରେ ଗୋଟିଏ ବିଷୟ ମନକୁ ଆସୁଅଛି, ଯଦି ଏଇ ନିଆଁ ଯଦି ଅଧିକାଂଶ ସ୍ଥାନକୁ ଯଦି ନଷ୍ଟ କରିଦିଏ, ଆଉ ଜେରୁସାଲେମର ଆଖପାଖ ଅଞ୍ଚଳକୁ ଯଦି ଏଇ ନିଆଁ ନଷ୍ଟ କରିଦିଏ, ତେବେ ଯେତେବେଳେ ଆଉ ଥରେ ସବୁକିଛି ତିଆରି କରାହେବ, ଆଉ ସେତେବେଳେ ନୂତନ ଜେରୁସାଲେମ ମନ୍ଦିର ମଧ୍ୟ ତିଆରି କରାହେବ। ବାକ୍ୟରେ ମଧ୍ୟ ଲେଖା ଅଛି ଏ ସମସ୍ତ ବିଷୟ ଘଟିବ, କିନ୍ତୁ କେମିତି ଘଟିବ? ଯେଉଁଟାକି ବର୍ତ୍ତମାନ ଆମେମାନେ ନିଜ ଆଖିରେ ଦେଖୁଅଛୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଇସ୍ରାଏଲ ଦେଶରେ ବର୍ତ୍ତମାନ ନିଆଁ ଲାଗିଛି, ଆଉ ଏଇ ନିଆଁ ବହୁତ ମାତ୍ରାରେ ମାଡ଼ିଗଲାଣି, ମାଡ଼ି ମାଡ଼ି ଚାଲିଛି। ଏଇ ନିଆଁ ଲିଭିବାର ନାଁ ମଧ୍ୟ ଧରୁନାହିଁ। ଅନେକ ଦେଶଗୁଡ଼ିକ ମଧ୍ୟ ସେମାନେ ସାହାଯ୍ୟ କଲାଣି, କିନ୍ତୁ ପରମେଶ୍ୱରଙ୍କ ଯୋଜନା ଯାହା ଅଛି ତାହା ହିଁ ସଫଳ ହେବ। ଅନେକ ହୁଏତ ଭାବୁଥିବେ ଇସ୍ରାଏଲ ଦୁର୍ବଳ ହୋଇଯିବ, ମାନେ ଅଗ୍ନିକାଣ୍ଡ ଦ୍ୱାରା। ସେମିତି କିଛି ନୁହେଁ। କାରଣ ଆପଣ ମଧ୍ୟ ଭଲ ଭାବରେ ଜାଣନ୍ତି ଯେ ଇସ୍ରାଏଲ କେଉଁ ଭଳିଆ ଲୋକ, ମାନେ କେଉଁ ଭଳିଆ ଦେଶ ସିଏ। ଆପଣ ଜାଣନ୍ତି ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା ନିମନ୍ତେ ମାନେ ଇସ୍ରାଏଲ ପାଖରେ ଉପାୟ ଅଛି, ତା ପାଖରେ ସାମର୍ଥ୍ୟ ଅଛି। କିନ୍ତୁ ଯଦି ସମ୍ପୂର୍ଣ୍ଣ ଏରିଆ ଯଦି ଧ୍ୱଂସ ହୋଇଯାଏ, ତେବେ ନୂତନ ଜେରୁସାଲେମ ମନ୍ଦିର ନିହାତି ତିଆରି ହେବ। ଆଉ ଯେଉଁଟାକି ବାକ୍ୟରେ ଲେଖା ଅଛି ସେଇଟା ମଧ୍ୟ ସଫଳ ହେବ। ଯଦି ନଷ୍ଟ ହୋଇଯାଏ, ତେବେ ମଧ୍ୟ ପ୍ରଭୁଙ୍କର ବାକ୍ୟ ସଫଳ ହେବ, ନୂଆ ଜେରୁସାଲେମ ମନ୍ଦିର ତିଆରି ହେବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ ଏଇ ଭିଡ଼ିଓକୁ ଦେଖୁଥାନ୍ତୁ କିପରି ନିଆଁ ଲାଗିଛି, ଆଉ କ'ଣ ସବୁ ହେବା ପାଇଁ ଯାଉଅଛି। ଆଗାମୀ ଦିନମାନଙ୍କରେ ଆମେ ଆହୁରି ଅଧିକ ବିଷୟରେ ଆମେ ଆଲୋଚନା କରିବା। ତେବେ ଆପଣ ଦେଖନ୍ତୁ ଏଇ ନିଆଁକୁ, ଆପଣ ଦେଖନ୍ତୁ କିଭଳି ଭାବରେ ମାଡ଼ି ମାଡ଼ି ଚାଲିଛି।
طلع الله. هاي السيارات هاي بلش يولعوا السيارات كمان، بلش يولعوا السيارات كمان. الله أكبر. בעוד 3.2 קילומטרים. נס שמאלה. فكروها مسخرة. طلع ولع الشارع كله. ابعد King Frederik X of Denmark arrived in Greenland on Tuesday, kicking off a visit to the semi-autonomous territory that U.S. President Donald Trump wants to annex because of its strategic Arctic location. According to Associated Press, Frederik's trip to the island's capital city of Nuuk follows the new Greenlandic Prime Minister's visit to Copenhagen earlier this week. Prime Minister Jens Frederik Nielsen accompanied the monarch to Nuuk. The king wore a jacket with emblems of the Danish and Greenlandic flags as he disembarked from the plane to applause. Nielsen, who was waiting on the tarmac to welcome him, said, "I've been looking forward to inviting him up here. He's very well liked here and he's always been happy about Greenland." Danish broadcaster TV2 asked Frederik about his mission during his trip. He said he wasn't on a mission, and he was happy to be there. Nielsen also told reporters that the Danish royal house's love for Greenland cannot be questioned, and added that there is still a strong bond between the two countries. The flight was originally scheduled for Monday, but was delayed because of poor weather conditions. Frederik is expected to meet with the new Greenlandic government this week, as well as attend a traditional kaffemik, or coffee break, to meet with Greenlanders, the royal house said. Weather forced him to cancel the anticipated trip on Wednesday to Station Nord, the island's northernmost military and scientific station, plus forego a meeting with an elite dogs-led unit of the Danish Special Forces that patrols the remotest parts of northeast Greenland. The monarch visited Greenland last July, months after he took the Danish throne upon his mother's abdication. This week's Greenland trip comes after U.S. Vice President J.D. Vance visited a remote U.S. military base on the island and accused Denmark of underinvesting in it. Trump seeks control of mineral-rich Greenland, saying it's crucial for U.S. security. Trump hasn't ruled out taking the island by military force, even though Denmark is a NATO ally of the United States. Jamen, jeg har jo glædet mig til at invitere ham herop. Han er meget vellidt heroppe, og han har altid været glad for Grønland, og det er jeg selvfølgelig glad for. Jeg glæder mig altid til at se kongen her. Jeg synes, det sender et signal om, at kongen han rigtig gerne vil Grønland, og han rigtig godt kan lide Grønland, og det bånd, der har været stærkt mellem kongehuset og den grønlandske befolkning, det stadig er stærkt. Jeg tror, det er vigtigt for kongen også at komme herop sådan regelmæssigt i forvejen. I forhold til den udenrigspolitiske situation, der synes jeg, vi arbejder med det et lidt andet sted. Men jeg er glad for, at kongen han kan komme herop og vise også den grønlandske befolkning, at hans kærlighed til landet, det stadig er sådan. Og vi glæder os altid til at invitere ham herop. Hvad skal der ske nu her? Jamen nu skal vi ud og sejle, og så skal vi hygge os, og vi skal se nogle flotte isfjeld. Fordi han kom. Jeg er ikke på mission. Jeg rejser til Grønland, og jeg er glad for, hver gang jeg kommer til Grønland. Og jeg synes, jeg har fået et fantastisk vejr her i Nuuk. Ja, det er dejligt vejr i Nuuk. Tak. Altid godt. God tur.